ଆନନ୍ଦ ଆଉ ଆଦର୍ଶ ଭଲ ହେଇଯିବେ। ହଁ ଦର୍ଶକ ବନ୍ଧୁ, ରୂପସା କହିବେ ଏଠି କ'ଣ ଚାଲିଛି? ହାଁ, ତୁ ମୋତେ ପ୍ରମିସ୍ କରିଥିଲୁ ଆଦର୍ଶ ଭଲ ହେବା ଖବର ଶୁଣିବା ମାତ୍ରେ ତୁ ଏଠୁ ଚାଲିଯିବୁ। ତ କାହିଁକି ଆଉ ଲେଟ୍ କରୁଛୁ? ଚୁପଚାପ ତୋ ଲଗେଜ ପ୍ୟାକ୍ କରି ଶୀଘ୍ର ଚାଲିଯା ଏଠୁ। ଏହାପରେ ପଲ୍ଲବୀ କହିବେ, ମୁଁ ତୋତେ କହିଥିଲି ଯେତେବେଳେ ଆଦର୍ଶଙ୍କର ସେନ୍ସ ଆସିବ ଆଉ ଡକ୍ଟର ଆଉଟ୍ ଅଫ୍ ଡେଞ୍ଜର କହିବେ ସେତେବେଳେ ମୁଁ ଯାଇ ଏଠୁ ଚାଲିଯିବି। ଭଲରେ ମନେ ପକା। ତାପରେ ରୂପସା କହିବେ, ଠିକ୍ ଅଛି, ତୁ ତାହେଲେ କାଲି ଏଠୁ ଚାଲିଯିବୁ। କାରଣ କାଲି ଆଦର୍ଶଙ୍କ ସେନ୍ସ ଆସିଯିବ। ଆଉ ଥରେ ଆଦର୍ଶଙ୍କ ସେନ୍ସ ଆସିଗଲା ପରେ ହି ଇଜ୍ ଆଉଟ୍ ଅଫ୍ ଡେଞ୍ଜର। ତାପରେ ତୁ ୟୁକେ ନହେଲେ ୟୁଏସ୍ ଯୁଆଡ଼େ ଯାଉଛୁ ଯା, ମୋର କିଛି କହିବାର ନାହିଁ। ଆଦର୍ଶଙ୍କ ସେନ୍ସ ଆସିଲା ପରେ ତୁ ଆଉ ଗୋଟେ ମୁହୂର୍ତ୍ତ ଏଠି ରହ ସେ କଥା ମୁଁ ଚାହୁଁନି। ଯା, ତୋ ଲଗେଜ ପ୍ୟାକ୍ କର। ତୁ ବାହାରେ କେମିତି ରହିବୁ ସେ ବ୍ୟବସ୍ଥା ମୁଁ କରିଦେବି। ସେଠି ତୋତେ ଗୋଟେ ଭଲ ଜବ୍ ମିଳିବ। ଜଷ୍ଟ ଗୋ। ଆଦର୍ଶଙ୍କ ଦେଖାଶୁଣା କରିବା ପାଇଁ ମୁଁ ଏଠି ଅଛି। ଘରକୁ ଚାଲିଯା। କାଲି ଏଠିକି ଆସିଲା ବେଳକୁ ତୋ ଲଗେଜ ବି ନେଇକି ଆସିବୁ। ଗୋଟେ କଥା କାନ ଖୋଲି ଶୁଣିନେ, କାଲି ତୁ ହସ୍ପିଟାଲରୁ ଘରକୁ ଯିବୁନି, ସିଧା ଏଠୁ ଏୟାରପୋର୍ଟ ଯିବୁ। ଏହାପରେ ପଲ୍ଲବୀ କହିବେ, ନାଇଁ, ମୁଁ କାଲି ଏୟାରପୋର୍ଟ ଯିବିନି। ମୁଁ ଏଇଠି ଆଉ ଗୋଟେ ଦିନ ରହିବି। ତାପରେ ରୂପସା କହିବେ, ହେ, ଆଉ ଗୋଟେ ଦିନ ରହିବୁ ମାନେ? ମୋତେ ତୋ ଉଦ୍ଦେଶ୍ୟ କିଛି ଠିକ୍ ଲାଗୁନି। ମୋତେ ଆରମ୍ଭରୁ ଲାଗୁଥିଲା ତୁ କିଛି ନା କିଛି ଗୋଟେ ଗଡ଼ବଡ଼ କରିବୁ। ଭୁଲି ଯାଆନି ତୁ ମୋ ଆଗରେ କ'ଣ ପ୍ରମିସ୍ କରିଥିଲୁ। ତୁ କହିଥିଲୁ ତୋ କଥା ତୁ ନିଶ୍ଚୟ ରଖିବୁ। କହିଥିଲୁ ନା ନାହିଁ କହ। ତାପରେ ପଲ୍ଲବୀ କହିବେ, ତୁ ଡରନି ରୂପସା। ମୁଁ ତୋତେ ଯାହା କହିଥିଲି ମୋ କଥା ମୁଁ ନିଶ୍ଚୟ ରଖିବି। ମୁଁ ନିଜେ ଚାହୁଁଛି ଆଦର୍ଶଙ୍କ ପାଖରୁ ମୁଁ ଏତେ ଦୂରକୁ ଚାଲିଯିବି ଯେ ଯୋଉଠି ଚାହିଁଲେ ବି ମୁଁ ସହଜରେ ଫେରି ଆସିପାରିବିନି। ତାହେଲେ ଆଦର୍ଶଙ୍କ ଠାରୁ ଯେତେ ଦୂରରେ ତାଙ୍କ ବିନା ବଞ୍ଚିବା ବହୁତ ସହଜ ହେଇଯିବ। ମୁଁ ଆଦର୍ଶଙ୍କ ଠାରୁ ଯେତେ ଦୂର ରହିବି ମୋ ପାଇଁ ଆଦର୍ଶକୁ ଭୁଲିବା ସେତେ ସହଜ ହେଇଯିବ। ନହେଲେ ମୁଁ ଆଦର୍ଶକୁ ଦେଖିବାର ଇଚ୍ଛାକୁ କଣ୍ଟ୍ରୋଲ କରିପାରିବିନି। ତାପରେ ରୂପସା କହିବେ, ହଁ ହଁ, ସେଇଆ ମୁଁ ବି ଚାହୁଁଛି। ସେଇଥିପାଇଁ ମୁଁ ତୋତେ କହୁଛି ଯେତେ ଶୀଘ୍ର ପାରୁଛୁ ଲଗେଜ ପ୍ୟାକ୍ କର ଆଉ ଚାଲିଯା ଏଠୁ। ଏହାପରେ ପଲ୍ଲବୀ କହିବେ, ମୁଁ ତୋତେ ମାତ୍ର ଗୋଟେ ଦିନ ମାଗୁଛି ରୂପସା। ମୋ ବାପାଙ୍କୁ ଗାଁକୁ ଯାଇ ଯୋଉଠି ତାଙ୍କୁ ଗୁଲି ମରାଯାଇଥିଲା ସେଇ ଜାଗାରୁ ମୁଁ କିଛି ମାଟି ନେଇ ତାକୁ ମୁଁ ମୋ ସାଙ୍ଗରେ ନେଇ ଚାଲିଯିବାକୁ ଚାହୁଁଛି। ବିଶ୍ୱାସ କର, ମୁଁ ଯାହା କହୁଛି ମୋ କଥା ମୁଁ ନିଶ୍ଚୟ ରଖିବି। ତାପରେ ରୂପସା କହିବେ, ଠିକ୍ ଅଛି, ତୋର କାଲି ଯାହା କାମ ସାରିବା କଥା ସାର। କିନ୍ତୁ ମନେ ରଖ, କାଲି ଗୋଟାଏ ଦିନ ପରେ ମୁଁ ତୋତେ ଏଠି ଗୋଟେ ସେକେଣ୍ଡ ବି ରହିବାକୁ ଦେବିନି। ଏହା ଶୁଣି ପଲ୍ଲବୀ ଆଶ୍ଚର୍ଯ୍ୟ ହେଇଯିବେ ଆଉ ଚାଲି ଯାଉଥିବେ। ପୁଣି ରୂପସା କହିବେ, ଶୁଣ, ସତ କହିବାକୁ ଗଲେ ଦୁନିଆରେ ତୁ ହିଁ ଏକମାତ୍ର ଜଣେ ଲୋକ ଯାହାକୁ ମୁଁ ମୋ ଜୀବନରେ ସବୁଠୁ ବେଶୀ ଘୃଣା କରେ। ମୁଁ ଯଦି ତୋର କିଛି ବି ସର୍ତ୍ତ ନ ମାନିବି ତାହେଲେ ତୁ କି ମହାପାତ୍ର ଖାନଦାନର କେହି ବି ମୋର କିଛି ବିଗାଡ଼ି ପାରିବେନି। ତାପରେ ବି ମୁଁ ତୋ ସହିତ ଏ ପର୍ଯ୍ୟନ୍ତ ଭଲରେ ବ୍ୟବହାର ଦେଖେଇ ଆସୁଛି କେବଳ ଆଦର୍ଶଙ୍କ ପାଇଁ। କାରଣ ପଛେ ଯାହା ବି ହେଇଯାଉ ମୁଁ ଆଦର୍ଶକୁ ପାଇବାକୁ ଚାହେଁ। ଆଉ ତାର କାରଣ ହେଲା ଆଦର୍ଶ ତ ପ୍ରେମ ହେବା ଆଗରୁ ସେ ମୋ ପ୍ରେମ ଥିଲେ। ତାପରେ ପଲ୍ଲବୀ ସେଠାରୁ ଚାଲିଯିବେ। ଆଉ ଏପଟେ ଘରେ ଆନନ୍ଦ ପାଖରେ ସମସ୍ତେ ଥିବେ। ଆଉ ଦାଦିମା କହିବେ, ଆନନ୍ଦ, ତୁ ଚିନ୍ତା କରନି, ଭଲ ହେଇଯିବୁ। ଖୁବ୍ ଶୀଘ୍ର ଭଲ ହେଇଯିବୁ। ତାପରେ ବିନୋଦ ଆନନ୍ଦଙ୍କ ଲୁହ ପୋଛି ଦେବେ ଆଉ କହିବେ, କାନ୍ଦନି ଭାଇ, ସବୁ ଠିକ୍ ହେଇଯିବ। ତମେ ବାସ୍ ତମ ଦେହ କଥା ଚିନ୍ତା କର। ତାପରେ ଆନନ୍ଦ କହିବେ, କ'ଣ ଠିକ୍ ହେଇଯିବ ବିନୋଦ? ହାଁ, ଘରର ବଡ଼ ହେଇ ମୁଁ କାହାକୁ ବି ରକ୍ଷା କରିପାରିଲିନି। ସବୁ ବିଜନେସ୍ ଡୁବିଗଲା। ଆଉ ମୋ ପୁଅ କହୁଥିବେ ଆଉ ମାୟା ଅଟକେଇ କହିବେ, ଚୁପ୍ ରୁହ ଆନନ୍ଦ, ଏଥିରେ ତମର କିଛି ବି ଭୁଲ ନାହିଁ। ଆଦର୍ଶର ଅପରେସନ୍ ସକ୍ସେସ୍ ହେଇଛି। ଠିକ୍ ଅଛି ସିଏ। ତମେ କାହିଁକି ଚିନ୍ତା କରୁଛ? ତାପରେ ଆନନ୍ଦ କହିବେ, ମୋରି ଯୋଗୁଁ ତା ଜୀବନ ବିପଦରେ ପଡ଼ିଲା। ଏହାପରେ ମମତା କହିବେ, ଭାଇ, ଦିଦି କ'ଣ କହିଲେ ଆପଣ ଶୁଣିପାରିଲେନି? ଏଥିରେ ଆପଣଙ୍କର କିଛି ବି ଦୋଷ ନାହିଁ। ଆପଣ ଚୁପ୍ ରୁହନ୍ତୁ ଆଉ ଆରାମ କରନ୍ତୁ। କାଲି ଭିତରେ ଆଦର୍ଶର ସେନ୍ସ ପଳେଇ ଆସିବ। ଦିଦି, ତମେ ଭାଇଙ୍କ ପାଖରେ ଥାଅ। ଯଦି କିଛି ଦରକାର ପଡ଼ିବ ତାହେଲେ ମୋତେ ଡାକିଦେବ। ତାପରେ ସେଠାରୁ ସମସ୍ତେ ଚାଲିଯିବେ। ତାପରେ ଆନନ୍ଦ କହିବେ, କଥା କ'ଣ ମାୟା,
ଆଦର୍ଶ ତ ଭଲ ହେଇଗଲାଣି ନା। ହେଲେ ତମେ ଏମିତି ମୁହଁ ଶୁଖେଇ କାହିଁ ବସିଛ? ପଲ୍ଲବୀ କୁଆଡ଼େ ଗଲା? ସେ ଆଦର୍ଶ ପାଖରେ ସେମିତି ବସିକି ଅଛି ନା? ଏହାପରେ ମାୟା କହିବେ, ଆନନ୍ଦ, ତମକୁ ଚୁପ୍ ରହିବା ପାଇଁ କହିଲି ନା? କାହିଁକି ଅଯଥାରେ ଚିନ୍ତା କରୁଛ କହିଲ? ମୁଁ ତ କହିଲି ସବୁ କିଛି ଠିକ୍ ଅଛି। ତାପରେ ମାୟା ମନେ ମନେ କହିବେ, ମୁଁ ତମକୁ କେମିତି କହିବି ଆନନ୍ଦ? ତମ ଦି ଜଣଙ୍କ ଜୀବନ ବଞ୍ଚେଇବା ପାଇଁ ମୁଁ ରୂପସା ପାଖରେ ପଲ୍ଲବୀ ଜୀବନ ବିକି ଦେଇଛି। ରୂପସାର ସର୍ତ୍ତରେ ମୁଁ ରାଜି ହେଇଯାଇଛି। ତମେ ଯେତେବେଳେ ସତ ଜାଣିବ ଏକଥା କେମିତି ହଜମ କରିବ ଆନନ୍ଦ? ଯିଏ ତମ ଗେହ୍ଲି ବୋହୂ ସେ ଘର ଛାଡ଼ିକି ଚାଲି ଯାଇଥିବ। ଭାବିଥିଲି ପଲ୍ଲବୀକୁ ଏକ୍ସେପ୍ଟ କରି ତମକୁ ଖୁସି ଦେବି। କିନ୍ତୁ ପଲ୍ଲବୀ ଏବେ ଏ ଘରୁ ତ ଦର୍ଶକ ବନ୍ଧୁ ଆନନ୍ଦ ଆଉ ଆଦର୍ଶ ପଲ୍ଲବୀ ଘର ଛାଡ଼ି ଚାଲି ଯାଇଛନ୍ତି ବୋଲି ଜାଣିଲେ ତାଙ୍କର ଅବସ୍ଥା କ'ଣ ହେବ? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।